ସମସ୍ତଙ୍କୁ ମୋର ପ୍ରେଜ୍ ଦ ଲର୍ଡ। ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ମୁଁ ଆପଣଙ୍କ ପାଇଁ ବିଚାର ଦିନ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ ଆଣିଛି, ଯାହାକୁ ଆପଣ ମାଥ୍ୟୁ 25 ତାର 31ରୁ 46 ପଦ ଯାଏ ଆପଣ ଦେଖିପାରିବେ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ମୋର ଛୋଟ ଅନୁରୋଧ, ଏହି ଓଡ଼ିଆ ଜିଜସ୍ ମୋଟିଭେଟ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ବେଲ୍ ଆଇକନ୍କୁ ନିଶ୍ଚୟ ଦେବାନ୍ତୁ। ତେବେ ଚାଲନ୍ତୁ ଭାଇମାନେ, ଭିଡ଼ିଓକୁ ଆମେ ଆରମ୍ଭ କରିବା। ବାଇବଲ ଆମକୁ କୁହେ ଯେ ଯେତେବେଳେ ମନୁଷ୍ୟ ପୁତ୍ର ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କ ଗୌରବରେ ଆସିବେ ଏବଂ ତାଙ୍କ ସହିତ ସମସ୍ତ ଦୂତମାନେ ଆସିବେ, ସେତେବେଳେ ସେ ତାଙ୍କ ଗୌରବର ସିଂହାସନରେ ବସିବେ। ପ୍ରିୟମାନେ, ପ୍ରଭୁଙ୍କ ଦ୍ୱିତୀୟ ଆଗମନ ବିଷୟରେ ଏଠାରେ କୁହାଯାଇଛି କି ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କ ଗୌରବରେ ଆସି ତାଙ୍କ ସିଂହାସନରେ ବସିବେ ଏବଂ ପୃଥିବୀର ସମସ୍ତ ଜାତି ତାଙ୍କ ସମ୍ମୁଖରେ ଏକତ୍ରିତ ହେବେ। ସେମାନେ କେଉଁ ଧର୍ମ କିମ୍ବା କେଉଁ ସମ୍ପ୍ରଦାୟରୁ ହୁଅନ୍ତୁ ନା କାହିଁକି, ସେମାନେ ସମସ୍ତେ ପରମେଶ୍ୱରଙ୍କ ବିଚାର ଆସନ ସମ୍ମୁଖରେ ଏକତ୍ରିତ ହେବେ। ତାପରେ ଆମେ ଆଗକୁ ଦେଖିବା, ଯେପରି ମେଷ ଏବଂ ଛେଳିକୁ ଅଲଗା କରନ୍ତି, ସେ ମଧ୍ୟ ସେ ପରସ୍ପରଠାରୁ ଲୋକମାନଙ୍କୁ ଅଲଗା କରିବେ। ସେ ତାଙ୍କ ଡାହାଣ ହାତରେ ମେଷ ଏବଂ ବାମ ପାର୍ଶ୍ୱରେ ଛେଳି ସ୍ଥାପନ କରିବେ। ପ୍ରିୟ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ଏଠାରେ ଧ୍ୟାନ ଦିଅନ୍ତୁ ଯେ ଡାହାଣ ପାର୍ଶ୍ୱରେ ଥିବା ବ୍ୟକ୍ତି କିଏ? ଡାହାଣ ପାର୍ଶ୍ୱରେ ଥିବା ବ୍ୟକ୍ତି ହେଉଛନ୍ତି ଯେଉଁମାନେ ପରମେଶ୍ୱରଙ୍କ ଉପରେ ଭରସା କରିଛନ୍ତି ଏବଂ ତାଙ୍କ ଭାଇଚାରା ମଧ୍ୟରେ ବାସ କରୁଛନ୍ତି ଏବଂ ତାଙ୍କ ବାକ୍ୟକୁ ମାନିଛନ୍ତି। ଏମାନେ ପରମେଶ୍ୱରଙ୍କ ମନୋନୀତ ଲୋକ, ଯାହାକୁ ପରମେଶ୍ୱର ତାଙ୍କ ଗୌରବ ପାଇଁ ବାଛିଛନ୍ତି ଏବଂ ପୃଥକ କରିଛନ୍ତି। ତାପରେ ଆମେ ଆଗେ ଦେଖୁ ଯେ ରାଜା ତାଙ୍କ ଡାହାଣ ପଟେ ଥିବା ଲୋକଙ୍କୁ କହିବେ, ହେ ମୋହର ପରମ ପିତାଙ୍କର ଲୋକମାନେ, ଆସ ଏବଂ ଜଗତର ମୂଳଦୁଆରୁ ତୁମ ପାଇଁ ପ୍ରସ୍ତୁତ ରାଜ୍ୟକୁ ଉତ୍ତରାଧିକାରୀ କର। ଏପରି ଭାବରେ ପରମେଶ୍ୱର ତାଙ୍କ ମନୋନୀତ ଲୋକଙ୍କୁ କହିବେ, କାରଣ ସେମାନେ ତାଙ୍କର ମନୋନୀତ ଲୋକ, ଯେଉଁମାନେ ବିଶ୍ୱାସ ଦ୍ୱାରା ବଞ୍ଚିଥିଲେ, ତାଙ୍କ ଇଚ୍ଛାକୁ ତାଙ୍କ ଗୌରବ ପାଇଁ କରିଥିଲେ। କାରଣ ଏହି ଲୋକମାନେ ନିଜ ଜୀବନରେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲେ। ଯେପରି ବାକ୍ୟରେ ଲେଖା ଅଛି ଯେ, କାରଣ ମୁଁ ଭୋକିଲା ଥିଲି, ତୁମେ ମୋତେ ଖାଦ୍ୟ ଦେଇଥିଲ, ମୁଁ ଶୋଷିଲା, ତୁମେ ମୋତେ ପିଇବା ପାଇଁ ପାଣି ଦେଇଥିଲେ, ମୁଁ ଜଣେ ଅପରିଚିତ ଥିଲି ଏବଂ ତୁମେ ମୋତେ ଘରେ ସ୍ୱାଗତ କରିଥିଲ, ମୁଁ ଉଲଙ୍ଗ ଥିଲି, ତୁମେ ମୋତେ ବସ୍ତ୍ର ପରିଧାନ କରିଥିଲ, ମୁଁ ଅସୁସ୍ଥ ଥିଲି, ତୁମେ ମୋର ଯତ୍ନ ନେଲ, ମୁଁ କାରାଗାରରେ ଥିଲି, ତୁମେ ମୋତେ ଭେଟିବାକୁ ଆସିଲ। ପ୍ରିୟ ଭାଇ ଓ ଭଉଣୀମାନେ, ଯିଏ ବ୍ୟକ୍ତି ପରମେଶ୍ୱରଙ୍କ ଯୋଜନା ଅନୁଯାୟୀ ଜୀବନ ଅତିବାହିତ କରିଛନ୍ତି ଏବଂ ଏହି ସମସ୍ତ କାର୍ଯ୍ୟ ବିଶ୍ୱସ୍ତ ଭାବରେ କରିଛନ୍ତି, ସେ ହେଉଛନ୍ତି ପରମେଶ୍ୱରଙ୍କ ମେଷ, ଯିଏ ତାଙ୍କ ଡାହାଣ ପଟେ ରହିବେ। ପ୍ରତ୍ୟେକ ଦିନ ଆମେ ଭୋକିଲା, ଶୋଷିଲା, ଉଲଙ୍ଗ, ଅସୁସ୍ଥ ଏବଂ ଯନ୍ତ୍ରଣା ଭୋଗୁଥିବା ଅନେକ ଲୋକଙ୍କୁ ସାମ୍ନା କରିଥାଉ। ଅସୁବିଧାରେ ଥିବା ଏପରି ଲୋକଙ୍କୁ ଆମେ ଅବହେଳା କରିବା ଉଚିତ ନୁହେଁ, କିନ୍ତୁ ପ୍ରକୃତ ଖ୍ରୀଷ୍ଟିଆନ ଭାବରେ ଆମେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ। ପରମେଶ୍ୱର ଯାହା ଦେଇଛନ୍ତି ତାହା ସହିତ ଆମକୁ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ଉଚିତ। ଗୀତ ଉପଦେଶରେ ଲେଖା ଅଛି ଯେ, ଗରିବ ଲୋକମାନଙ୍କ ପ୍ରତି ଦୟାଳୁ ହୁଅ। ଯଦି ଆମେ ନିଜ ଦରିଦ୍ରରୁ ମଧ୍ୟ ଅଭାବୀ ବ୍ୟକ୍ତିଙ୍କ ପାଇଁ ଉପବାସ କରୁ, ତେବେ ପ୍ରତିବଦଳରେ ଆମେ ପରମେଶ୍ୱରଙ୍କ ଠାରୁ ଏକ ବଡ଼ ପୁରସ୍କାର ପାଇଥାଉ। ଏହା ସହିତ ଆମ ପାଖରେ ଥିବା ପ୍ରତିଜ୍ଞା ଏବଂ ଅର୍ଥ ଭଣ୍ଡାର ମାଧ୍ୟମରେ ମଧ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ। ଯଦି ଆମ ପାଖରେ କାହାକୁ ଦେବାକୁ ଟଙ୍କା ନାହିଁ, ତେବେ ଆମେ ମୂଲ୍ୟବାନ ଜୋତା ତିଆରି କରି ପ୍ରଭୁଙ୍କ ନିକଟକୁ ଆଣିପାରିବା। ଧନ ଶବ୍ଦ ଏପରି ଯାହା ପ୍ରତ୍ୟେକ ବ୍ୟକ୍ତି ଆବଶ୍ୟକ କରନ୍ତି। ବାକ୍ୟ ମାଧ୍ୟମରେ ସେମାନଙ୍କୁ ପ୍ରଭୁଙ୍କ ବିଷୟରେ କହିବା ଦ୍ୱାରା ଆମେ ସେମାନଙ୍କୁ ଅନ୍ଧକାରରୁ, ମିଥ୍ୟାବାଦୀ, ପାପରୁ, ମନ୍ଦ ପର୍ଯ୍ୟନ୍ତ, ଧାର୍ମିକତା ଏବଂ ଶୈତାନର ଦାସତ୍ୱରୁ ସ୍ୱାଧୀନତା ପର୍ଯ୍ୟନ୍ତ ଆଣିପାରିବା। ଏପରି ଭାବରେ ଆମେ ସେମାନଙ୍କୁ ସାହାଯ୍ୟ କରିପାରିବା। ଏହା ହେଉଛି ପ୍ରକୃତ ଖ୍ରୀଷ୍ଟିଆନର ଆହ୍ୱାନ ଏବଂ ବଞ୍ଚିବା ସମୟରେ ଆମକୁ କରିବାକୁ ପଡ଼ିବ। କାରଣ ଥରେ ତୁମର ଜୀବନ ଚାଲିଗଲେ ତୁମେ ଆଉ ଏପରି କିଛି କରିବାର ସୁଯୋଗ ପାଇବ ନାହିଁ। ଭୋକିଲା ଏବଂ ଶୋଷିଲା ଲୋକଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ଏହାଛଡ଼ା ସୃଷ୍ଟିକର୍ତ୍ତା ପ୍ରଭୁ ପରମେଶ୍ୱର ଏହି ବିଷୟରେ ସେମାନଙ୍କୁ କହିବା ମଧ୍ୟ ପ୍ରକୃତ ଖ୍ରୀଷ୍ଟିଆନଙ୍କ କର୍ତ୍ତବ୍ୟ। ଯିଏ କୌଣସି ପ୍ରକାରର ବନ୍ଧନକୁ ଭାଙ୍ଗିପାରିବେ ଏବଂ ଅଭିଶାପକୁ ହଟାଇ ପାରିବେ ଏବଂ ସେମାନେ ପରିତ୍ରାଣର ପଥରେ ପ୍ରବେଶ କରିପାରିବେ। ତାପରେ ପଦରେ ଆମେ ଆଗକୁ ଦେଖୁ ଯେ
ଏହିସବୁ ଶୁଣିବା ପରେ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କୁ କହିଲେ, ହେ ପ୍ରଭୁ, ଆମେ ତୁମକୁ କେବେ ଭୋକିଲା ଦେଖିଲୁ ଏବଂ ତୁମକୁ କେବେ ଖାଇବାକୁ ଦେଲୁ, କିମ୍ବା କେବେ ତୁମକୁ ଶୋଷିଲା ଦେଖିଲୁ ଏବଂ ପିଇବାକୁ ଦେଲୁ, କିମ୍ବା କେବେ ଆମେ ତୁମକୁ ଜଣେ ଅପରିଚିତ ବ୍ୟକ୍ତି ଦେଖିଲୁ ଏବଂ ଆମ ଘରେ ସ୍ୱାଗତ କଲୁ। ଏହି ସମସ୍ତ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କୁ ପଚାରିବେ, କାରଣ ପରମେଶ୍ୱର ସେଠାରେ କହିଥିଲେ ଯେ ମୁଁ ଭୋକିଲା ଅଛି, ତୁମେ ମୋତେ ଖାଇବାକୁ ଦେଇଛ। ତେବେ ପରମେଶ୍ୱର ଏମାନଙ୍କୁ ଉତ୍ତର ଦେବେ, ତୁମେ ମୋର ସେହି ସାନ ଭାଇମାନଙ୍କୁ ଯାହା କରିଥିଲ ତୁମେ ମୋ ପ୍ରତି କରିଥିଲ। ଅର୍ଥାତ୍ ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି ସେ ଜାତି ଏବଂ ପ୍ରତ୍ୟେକ କଣିକାରେ ରୁହନ୍ତି। ତେଣୁ ସେ କହିଥିଲେ ଯେ ଆପଣ ଯନ୍ତ୍ରଣା, ଅସୁବିଧା, ଦୁଃଖ, ଅନ୍ଧକାରରେ ଥିବା ବ୍ୟକ୍ତିଙ୍କ ସହିତ ଆଲୋକର କାର୍ଯ୍ୟ କରିଅଛ। ତୁମେ ମୋ ପାଇଁ ସେହିଭଳି କାମ କରିଅଛ, କାରଣ ପରୀକ୍ଷାମୂଳକ ଦୁନିଆର ପ୍ରତ୍ୟେକ ମଣିଷ ପରମେଶ୍ୱରଙ୍କ ସୃଷ୍ଟି। ସେମାନେ କେଉଁ ଜାତି ବା କେଉଁ ଧର୍ମ ବା କେଉଁ ସମ୍ପ୍ରଦାୟର ଅଟନ୍ତି, ପରମେଶ୍ୱର ଚାହାନ୍ତି ଯେ ସେମାନେ ସମସ୍ତଙ୍କୁ ପ୍ରେମ କର। ପ୍ରକୃତ ଖ୍ରୀଷ୍ଟିଆନ ଶିଶୁ ପ୍ରତିଭା ହେବାର ଅଧିକାର ଦ୍ୱାରା ସେହି ଆତ୍ମାମାନଙ୍କୁ ସାହାଯ୍ୟ କର, ଆଉ ସେମାନଙ୍କୁ ଅନନ୍ତ ଜୀବନର ପଥ ମଧ୍ୟ କୁହ। ପରମେଶ୍ୱର ଆମ ଉପରେ ସନ୍ତୁଷ୍ଟ ହେବେ ଏବଂ ଜଗତର ଆରମ୍ଭରୁ ପ୍ରସ୍ତୁତ ହୋଇଥିବା ରାଜ୍ୟର ଉତ୍ତରାଧିକାରୀ ମଧ୍ୟ କରିବେ। ପରମେଶ୍ୱରଙ୍କ ଆତ୍ମାରେ ଆମେ ପରିପୂର୍ଣ୍ଣ ଅଛୁ କି ନାହିଁ, ତାହା ଆମକୁ ନିଜକୁ ପରୀକ୍ଷା କରି ଦେଖିବାକୁ ପଡ଼ିବ। ଆମେ ସେହି ଆତ୍ମା ଅନୁଯାୟୀ ଜୀବନଯାପନ କରୁଛୁ କି ନାହିଁ, ସେ ଆମକୁ ଦେଇଥିବା ଜିନିଷ ଗୁଡ଼ିକ ଅନୁଯାୟୀ କରୁଛନ୍ତି କି ନାହିଁ। ମୁଁ ଚାହାନ୍ତି ଯେ ଆମେ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହୋଇପାରିବା। ଯଦି ତାହା ନୁହେଁ, ତେବେ ଆଜିଠାରୁ ନିଜେ ବିଚାର ଦିନ ପାଇଁ ନିଜକୁ ପ୍ରସ୍ତୁତ କର। ପରେ ଆମେ ଆଗେ ଦେଖିବା ପରମେଶ୍ୱର ତାଙ୍କ ବାମ ପାର୍ଶ୍ୱରେ ଥିବା ଲୋକଙ୍କୁ ଶୈତାନ ଏବଂ ତାଙ୍କ ଦୂତମାନଙ୍କ ପାଇଁ ପ୍ରସ୍ତୁତ ଅନନ୍ତ କାଳ ପର୍ଯ୍ୟନ୍ତ ଯିବେ ବୋଲି କହିବେ। କାରଣ ମୁଁ ଭୋକିଲା ଥିଲି, ତୁମେ ମୋତେ ଖାଦ୍ୟ ଦେଇନାହ, ମୁଁ ଶୋଷିଲା ଥିଲି, ତୁମେ ମୋତେ ପାଣି ଦେଇନାହ, ମୁଁ ଜଣେ ଅପରିଚିତ ଥିଲି, ତୁମେ ମୋତେ ତୁମ ଘରେ ସ୍ୱାଗତ କରିନାହ, ମୁଁ ଉଲଙ୍ଗ ଥିଲି, ତୁମେ ମୋତେ ବସ୍ତ୍ର ପରିଧାନ କରିନାହ, ମୁଁ କାରାଗାରରେ ଥିଲି, ତୁମେ ମୋତେ ଭେଟିବାକୁ ଆସିନାହ। ତାପରେ ବାମ ପାର୍ଶ୍ୱରେ ଥିବା ଲୋକମାନେ କହିବେ, ହେ ପ୍ରଭୁ, ଆମେ କେବେ ଆପଣଙ୍କୁ ଭୋକିଲା, ଶୋଷିଲା କିମ୍ବା ଅପରିଚିତ ବ୍ୟକ୍ତି କିମ୍ବା ଉଲଙ୍ଗ କିମ୍ବା କାରାଗାରରେ ଅସୁସ୍ଥ ଦେଖିଲୁ ଏବଂ ତୁମର ସେବା କରିନାହୁଁ। ବାମ ପାର୍ଶ୍ୱରେ ଥିବା ଲୋକମାନେ ଅନୁଭବ କଲେ ଯେ କେଉଁ ଅବସ୍ଥାରେ ପ୍ରଭୁ ଆମ ପାଖକୁ ଆସିଛନ୍ତି। ସେମାନେ ପରମେଶ୍ୱରଙ୍କ ଲୋକମାନଙ୍କ ପ୍ରତି ଯାହା କରିଥିଲେ ତାହା ହେଉଛି ସେମାନେ ପରମେଶ୍ୱରଙ୍କ ପ୍ରତି ଯାହା କରିଛନ୍ତି। ଅର୍ଥାତ୍ ସେମାନଙ୍କର ସମଗ୍ର ଜୀବନରେ ସେମାନେ ଯାହାକୁ ସାହାଯ୍ୟ କରିନାହାନ୍ତି କିମ୍ବା କୌଣସି ଭଲ କାମ କରିନାହାନ୍ତି, ଯାହାଦ୍ୱାରା ପରମେଶ୍ୱର ସେମାନଙ୍କ ଉପରେ ସନ୍ତୁଷ୍ଟ ହୋଇନାହାନ୍ତି। ତେବେ ପରମେଶ୍ୱର ମଧ୍ୟ ସେମାନଙ୍କୁ ଉତ୍ତର ଦେବେ ଏବଂ କହିବେ, ମୁଁ ତୁମକୁ ସତ୍ୟ କହୁଛି, ତୁମେ ଏମାନଙ୍କ ମଧ୍ୟରୁ ଯାହା କରିନାହଁ, ତୁମେ ମୋ ପ୍ରତି ମଧ୍ୟ ତାହା କରିନାହ। ବର୍ତ୍ତମାନ ସେମାନେ ଅନନ୍ତ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ଅନନ୍ତ ଜୀବନରେ ପ୍ରବେଶ କରିବେ। ପ୍ରିୟ ଭାଇ ଓ ଭଉଣୀମାନେ, ପରମେଶ୍ୱର ଆମ ଜୀବନରେ ଏକ ଆଶା ରଖନ୍ତି। ଆମେ କିପରି ତାଙ୍କ ଜୀବନ ମାଧ୍ୟମରେ ତାଙ୍କ ପ୍ରେମକୁ ପ୍ରକାଶ କରୁ। ସମାଜରେ ଏବଂ ଆମେ ରହୁଥିବା ଲୋକଙ୍କ ମଧ୍ୟରେ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କର। ଏବଂ ଯଦି ଆମେ ଅନନ୍ତ ଜୀବନ ପ୍ରଭୁ ଖ୍ରୀଷ୍ଟଙ୍କୁ ଜାଣୁ, ତେବେ ଆମକୁ ମଧ୍ୟ ସେହି ଲୋକମାନଙ୍କୁ ପ୍ରକୃତ ତ୍ରାଣକର୍ତ୍ତା ବିଷୟରେ କହିବାକୁ ପଡ଼ିବ, ଯାହାଫଳରେ ସେମାନେ ମଧ୍ୟ ନିଜ ଜୀବନକୁ ଏହି ଦୁନିଆର ଭ୍ରମଣକାରୀ କରି ବଞ୍ଚାଇ ରଖିପାରିବେ ଏବଂ ନିଜ ଦେଶରେ ଅର୍ଥାତ୍ ସ୍ୱର୍ଗରେ ଅନନ୍ତ ଜୀବନ ପ୍ରବେଶ କରିପାରିବେ। ଏହା ସହିତ ମନେ ରଖନ୍ତୁ ଭାଇମାନେ, ଯେ ଜଣେ ବ୍ୟକ୍ତି ଯିଏ ସାରା ଜୀବନ ଏପରି କିଛି କରେ ନାହିଁ, ସେ ପରମେଶ୍ୱରଙ୍କ ସାମ୍ନାରେ ଲଜ୍ଜିତ ହେବ ଏବଂ ଏପରି ଏକ ସ୍ଥାନରେ ରଖାଯିବ ଯେଉଁଠାରେ ଦୁଃଖର ସମାପ୍ତ ହେବ ନାହିଁ। ଏପରି ବ୍ୟକ୍ତି ପରମେଶ୍ୱରଙ୍କ ସମ୍ମୁଖରେ ଯଥାର୍ଥ ହେବ ଏବଂ ପରମେଶ୍ୱର ତାଙ୍କ ଜୀବନ ପୁସ୍ତକରୁ ତାଙ୍କ ନାମ ଲିଭାଇ ଦେବେ। ପ୍ରିୟମାନେ, ଗୋଟେ କଥା ମନେ ରଖ, ନ୍ୟାୟର ସିଂହାସନ ସମ୍ମୁଖରେ ଲଜ୍ଜା ନାହିଁ, କେବଳ ନ୍ୟାୟ ଅଛି। ଅନୁତାପ ନାହିଁ, କେବଳ ନ୍ୟାୟ ଅଛି। କାରଣ ବାଇବଲରେ ଲେଖା ହୋଇଛି ଯେ ଅନୁତାପ ଦେଖି ସେ ବିଚାର କରିବେ ନାହିଁ, କିମ୍ବା କ୍ଷମା କେବଳ ପୃଥିବୀରେ ଯେପର୍ଯ୍ୟନ୍ତ ଆମ ଶରୀରରେ ଜୀବନ ଅଛି। ଜୀବନ ଆମ ଶରୀରରୁ ଚାଲିଯିବା ପରେ ଆମର କୌଣସି ସୁଯୋଗ ମିଳିବ ନାହିଁ। ତେଣୁ ପରମେଶ୍ୱରଙ୍କ ରହସ୍ୟ ଭାବରେ ତାଙ୍କ ଡାହାଣ ହାତରେ ଠିଆ ହେବାକୁ ନିଜକୁ ପ୍ରସ୍ତୁତ କରିବାକୁ
ଆଜି ଆମେ ଏହି ସବୁ ବାକ୍ୟକୁ ଆମେ ବ୍ୟବହାର କରିବା। ପ୍ରିୟମାନେ, ପରମେଶ୍ୱର ଆମ ପାଇଁ ଏକ ସୁନ୍ଦର ରାଞ୍ଚି ପ୍ରସ୍ତୁତ କରିଛନ୍ତି। ଏହା ଏପରି ଏକ ସ୍ଥାନ ଯେଉଁଠାରେ ଯନ୍ତ୍ରଣା କିମ୍ବା ଲୁହ କିମ୍ବା କୌଣସି ରୋଗ ନାହିଁ। ଜଗତ ସୃଷ୍ଟି ପୂର୍ବରୁ ମଧ୍ୟ ଆମ ପ୍ରଭୁ ଏକ ଅତି ସୁନ୍ଦର ସ୍ଥାନ ପ୍ରସ୍ତୁତ କରିଛନ୍ତି। ପ୍ରିୟମାନେ, ଯେ ପ୍ରତ୍ୟେକ ମଣିଷ ସେ କେଉଁ ଧର୍ମ କିମ୍ବା କେଉଁ ଜାତିର ଅଟନ୍ତି, ମୃତ୍ୟୁ ପରେ ପରମେଶ୍ୱର ବିଚାର ଆସନ ସମ୍ମୁଖରେ ଠିଆ ହେବାକୁ ପଡ଼ିବ। ବିଚାର ଦିନ କେହି ରକ୍ଷା କରିପାରିବେ ନାହିଁ, କାରଣ ଶାସ୍ତ୍ରରେ ଏହା ମଧ୍ୟ ଲେଖାଯାଇଛି ଯେ ମନୁଷ୍ୟକୁ ଥରେ ଜୀବନ ଚାଲିଗଲା ପରେ ସେ ସିଧା ନ୍ୟାୟରେ ପ୍ରବେଶ କରେ। ତେଣୁ ଭାଇମାନେ, ପରମେଶ୍ୱରଙ୍କ ବାକ୍ୟର ଆଦେଶକୁ ତୁମ ହୃଦୟରେ ଗ୍ରହଣ କରି ଆଜି ପରୀକ୍ଷା କର। ପରମେଶ୍ୱର ଏହି ପୃଥିବୀରେ କିପରି ଜୀବନଯାପନ କରିବା ଉଚିତ ସେ ବିଷୟରେ ପରମେଶ୍ୱର ଆମକୁ ସବୁକିଛି ଶିଖାଇଛନ୍ତି। ତେଣୁ ଏହି ବାକ୍ୟ ଗ୍ରହଣ କରିବା ପରେ ପ୍ରଭୁ ଯାହା କହିଛନ୍ତି ତାହା କରିବାକୁ ହେବ। ପ୍ରେମରେ ଅଭାବ ଦେଖୁଥିବା ଲୋକଙ୍କୁ ପ୍ରେମ କର, ଅର୍ଥାତ୍ ତାହାଙ୍କୁ ସାହାଯ୍ୟ କର ଏବଂ ତାଙ୍କୁ ଜୀବନର ରୁଟି ଏବଂ ଜୀବନର ଜଳ ଆକାରରେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦେଇ ତାଙ୍କ ଆତ୍ମାକୁ ବଞ୍ଚାଇବାକୁ ଚେଷ୍ଟା କର। ପ୍ରିୟମାନେ, ପରମେଶ୍ୱରଙ୍କ ବାକ୍ୟ ଏପରି ଯେ ଏହାକୁ ଗ୍ରହଣ କରିବା ପରେ କେହି ଭୋକିଲା କିମ୍ବା ଶୋଷିଲା ହେବେ ନାହିଁ। ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କାରାଗାରରେ ଅଛନ୍ତି, ଯନ୍ତ୍ରଣା ଭୋଗୁଛନ୍ତି। ସେମାନେ ପରମେଶ୍ୱରଙ୍କ ବାକ୍ୟ ଆବଶ୍ୟକ କରନ୍ତି ନାହିଁ। ଏହି ଦାୟିତ୍ୱ ପ୍ରଭୁଙ୍କ ଦ୍ୱାରା ଆମକୁ ଦିଆଯାଇଛି ଯେ ଆମେ ଏପରି ଲୋକଙ୍କୁ ପ୍ରଭୁଙ୍କ ବାକ୍ୟ ଏବଂ ଆଲୋକ ପ୍ରଦାନ କରିପାରିବା। ପ୍ରିୟମାନେ, ଗୋଟେ କଥା ମନେ ରଖନ୍ତୁ ଯେ ଦିନେ ଆମେ ପୃଥିବୀରେ କରିଥିବା ସମସ୍ତ କାର୍ଯ୍ୟ ବିଷୟରେ ହିସାବ ଦେବାକୁ ପଡ଼ିବ। ପ୍ରଭୁ ତୁମକୁ ମନୋନୀତ କରିଛନ୍ତି। ମନେ ରଖନ୍ତୁ ଯେ ଥରେ ମନା କରିଦେଲେ ଏବଂ ନ୍ୟାୟ ନିଶ୍ଚିତ ଅଟେ। ପରମେଶ୍ୱର ତୁମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରୁଛି ଆଜି ଆମର ଏହି ଅଧ୍ୟୟନ ଆପଣଙ୍କ ପାଇଁ ପ୍ରେରଣାଦାୟକ ଏବଂ ଆଶୀର୍ବାଦ ପ୍ରାପ୍ତ ହେଉଛି। ଏପରି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ବେଲ୍ ଆଇକନ୍କୁ ନିଶ୍ଚୟ ଦବାନ୍ତୁ। ଆଉ ଏକ ନୂତନ ବିଷୟରେ ପରବର୍ତ୍ତୀ ସମୟରେ ମୁଁ ଆପଣମାନଙ୍କୁ ପୁନର୍ବାର ଭେଟିବି। ଆଜି ପାଇଁ ମୋର ସମସ୍ତଙ୍କୁ ପ୍ରେଜ୍ ଦେଲ।